ଯେତେବେଳେ ଗୋଟେ ଝିଅ ନିଜ ଘରର ସବୁ ଦାୟିତ୍ୱ ନେଇଥାଏ, ସବୁ ଘରର କାମ କରିଥାଏ, ନିଜ କଥା ଭୁଲିଯାଏ, ନିଜ ଖାଇବା ପିଇବା ଭୁଲିଯାଏ, ସେ ତା ପିଲାଙ୍କ କଥା, ତା ସ୍ୱାମୀ କଥା ସବୁ ବୁଝିଥାଏ, ସେତେବେଳେ ସେ ତା ମାଆ କଥା ମନେ ପକାଏ। କାହିଁକି ନା ଯେଉଁ ଝିଅ ଦିନେ କୁଟା ଖଣ୍ଡକୁ ଦି ଖଣ୍ଡ କରିନଥାଏ, ପାଣି ଗ୍ଲାସ୍ଟେ ବି ଉଠେଇ ନଥାଏ, ଯାହା କହେ ଗୋଡ଼ ତଳେ ମାଆ ଆଣି ଯୋଗେଇଥାଏ। କାହିଁକିନା ମାଆ ବି ଆମ ପରି ସେମିତି ହିଁ କରିଥାଏ। ନିଜକୁ ସେ ଭୁଲିଯାଏ, ପିଲାମାନଙ୍କ କଥା ଆଗେ, ସ୍ୱାମୀ କଥା ଆଗେ, ଘର କଥା ଆଗେ। ଆମ ଉପରେ ଯେତେବେଳେ ପଡ଼େ ନା, ଆମେ ସେତେବେଳେ ମାଆ କଥା ମନେ ପକାଉ। ଏମିତିରେ ବି ଝିଅମାନେ ମାଆ ପ୍ରତି ବହୁତ ଆଗ୍ରହୀ ଥାଆନ୍ତି। ମାଆ ପ୍ରତି ସ୍ନେହ ଶ୍ରଦ୍ଧା ଝିଅମାନଙ୍କର ଅଧିକ ଥାଏ। ମାଆର କ୍ଲୋଜ୍ ଅଧିକ ହୋଇଥାନ୍ତି ଝିଅମାନେ। କିନ୍ତୁ ସେ ଝିଅଟି ଯେତେବେଳେ ବାହା ହୋଇଯାଇଥାଏ, ଯେତେବେଳେ ମାଆ ଯାହା କରିଥାଏ ସେ କରିବାକୁ ଲାଗନ୍ତି, ସେତେବେଳେ ମାଆ ପ୍ରତି ଥିବା ସମ୍ମାନ ଆହୁରି ବଢ଼ିଯାଏ। ମୋର ତ ମୋ ବୋଉ କଥା ବହୁତ ମନେ ପଡ଼େ, କାହିଁକିନା ମୁଁ ବହୁତ ଗେହ୍ଲା ଥିଲି। ଆପଣମାନଙ୍କୁ ଆଉ ମନେ ପଡ଼ୁଛି ନା ନାହିଁ, କମେଣ୍ଟସରେ ନିହାତି ଜଣାଇବେ। ରହିଲି, ଜୟ ଜଗନ୍ନାଥ।